ଯେତେବେଳେ ଆମେ ଫୁଲକୋବି ଆଣିଥାଉ ଆମେ ଫୁଲକୋବିରେ ଫୁଲକୋବି ଭଜା କି ତରକାରୀ ବନେଇକି ଖାଇଥାଉ। ଏ ଯେଉଁ ଫୁଲକୋବିର ନାଡ଼ି ଥାଏ ଆମେ ତାକୁ ଫୋପାଡ଼ି ଦେଇଥାଉ। ମୁଁ ଆଜି ଏହି ଫୁଲକୋବି ନାଡ଼ିରେ ଗୋଟେ ନୂଆ ପ୍ରକାର ରେସିପି ବନେଇବି। ଆପଣ ଏହି ରେସିପିକୁ ବହୁତ ସହଜରେ ଆଉ କମ୍ ସମୟରେ ପ୍ରସ୍ତୁତ କରି ପଖାଳ ଭାତ କି ଗରମ ଭାତ ସହିତ ଖାଇପାରିବେ। ଫୁଲକୋବି ନାଡ଼ିର ଏହି ରେସିପି ଦେଖିଲା ପରେ ଆପଣ ଆଉ କେବେ ବି ଫୁଲକୋବି ନାଡ଼ିକୁ ଫୋପାଡ଼ିବେନି। ନମସ୍କାର, ଟ୍ୱିଙ୍କଲ୍ କିଚେନ୍କୁ ଆପଣମାନଙ୍କୁ ସ୍ୱାଗତ। ଫୁଲକୋବି ନାଡ଼ିର ଏହି ରେସିପି ପାଇଁ ମୁଁ ଏଠି ଗୋଟେ ଫୁଲକୋବିର ନାଡ଼ି ନେଇଛି। ଫୁଲକୋବି ନାଡ଼ିର କ୍ୱାଣ୍ଟିଟି ଆପଣ ଆପଣଙ୍କ ହିସାବରେ କମ୍ ବେଶୀ କରିପାରିବେ। ଏବେ ଆମେ ଫୁଲକୋବି ନାଡ଼ିକୁ ଫୁଲକୋବିର ସେ ମୋଟା ଡେମ୍ଫରୁ କାଟିକି ବାହାର କରିଦେବା। ଆମେ ଖାଲି ଏହି ପତଳା ପତଳା ଫୁଲକୋବି ନାଡ଼ିକୁ ନେବା, ଏହି ଫୁଲକୋବିର ମୋଟା ଡେମ୍ଫକୁ ଫୋପାଡ଼ି ଦେବା। ଏବେ ଆମେ ଫୁଲକୋବି ନାଡ଼ିକୁ କାଟିବା। ଫୁଲକୋବି ନାଡ଼ିକୁ ଏମିତି ପୁରା ଛୋଟ ଛୋଟ କରି କାଟିବେ। ଆପଣ ଯେତେ ଛୋଟ ପାରିବେ ଫୁଲକୋବି ନାଡ଼ିକୁ ସେତେ ଛୋଟ କରି କାଟିବେ। ଏହାଦ୍ୱାରା ଏ ଜଲ୍ଦି ସିଝିଯିବ। ଏମିତି ଭାବେ ଆମେ ସବୁ ଫୁଲକୋବି ନାଡ଼ିକୁ କାଟିକି ନେଇଯିବା। ଫୁଲକୋବି ନାଡ଼ିକୁ କାଟିଲା ପରେ ଆପଣ ଆକୁ ପାଣିରେ 3ରୁ 4 ଥର ଭଲ ଭାବେ ଧୋଇକି ନେଇଯିବେ, କାରଣ ଏଥିରେ ବେଳେବେଳେ ବାଲି ଆଉ ମାଟି ଥାଏ। ମୁଁ ଏଠି ଫୁଲକୋବି ନାଡ଼ିକୁ ଭଲସେ ଧୋଇକି ନେଇଯାଇଛି। ଆଉ ଏଥିରେ ପକାଇବା ପାଇଁ ମୁଁ ଏଠି କିଛି ପରିବାକୁ କାଟିକି ନେଇଛି। ପରିବାରେ ମୁଁ ଏଠି ଗୋଟେ ମିଡ଼ିୟମ୍ ସାଇଜ୍ର ବାଇଗଣ, କିଛି କଖାରୁ ଆଉ ଗୋଟେ ମିଡ଼ିୟମ୍ ସାଇଜ୍ ଆଳୁକୁ ଟିକେ ବଡ଼ ବଡ଼ ଖଣ୍ଡ କରି କାଟିକି ନେଇଛି, କାରଣ ପରିବା ଫୁଲକୋବି ନାଡ଼ିଠୁ ଟିକେ ଜଲ୍ଦି ସିଝି ଯାଇଥାଏ। ମୁଁ ଏଠି କଡ଼େଇରେ କିଛି ସୋରିଷ ତେଲ ଦେଇ ଗରମ ହେବାକୁ ରଖିଥିଲି। ସୋରିଷ ତେଲ ଜାଗାରେ ଆପଣ ରିଫାଇନ୍ ଅଏଲ୍ ନେଇପାରିବେ, କିନ୍ତୁ ସୋରିଷ ତେଲରେ ଏହି ରେସିପି ବନେଇଲେ ତା'ର ଟେଷ୍ଟ ବହୁତ ଭଲ ଆସିଥାଏ। ତେଲ ଭଲ ଭାବେ ଗରମ ହୋଇଗଲା ପରେ ଆମେ ଏଥିରେ ଗୋଟେ ଛୋଟ ଚାମଚ ପଞ୍ଚ ଫୁଟଣ ପକାଇବା। ପଞ୍ଚ ଫୁଟଣ ଭଲ ଭାବେ ଭାଜି ହୋଇଗଲା ପରେ ମୁଁ ଏଥିରେ କାଟିକି ରଖିଥିବା ପରିବା ଆଉ ଫୁଲକୋବି ନାଡ଼ିକୁ ଦେଇ ଦେଉଛି। ଏବେ ଆମେ ଏଥିରେ ସ୍ୱାଦ ଅନୁସାରେ ଲୁଣ ପକାଇବା। ତରକାରୀ ପାଇଁ ଯେତିକି ଲୁଣ ଦରକାର ମୁଁ ଏଇଠି ପକାଇ ଦେଇଛି। ତାପରେ ମୁଁ ଏଥିରେ 1/3 ଟେବୁଲ୍ ସ୍ପୁନ୍ ହଳଦୀ ଗୁଣ୍ଡ ଆଉ କଲର୍ ପାଇଁ କାଶ୍ମୀରୀ ଲଙ୍କା ଗୁଣ୍ଡ ପକାଇଛି। କାଶ୍ମୀରୀ ଲଙ୍କା ଗୁଣ୍ଡ ଏଠି ଅପସନାଲ୍ ଅଛି। ସବୁକୁ ଭଲ ଭାବେ ମିକ୍ସ କରି ପରିବାକୁ ଆମେ ଲୋ ଟୁ ମିଡ଼ିୟମ୍ ଫ୍ଲେମ୍ରେ 4ରୁ 5 ମିନିଟ୍ ପର୍ଯ୍ୟନ୍ତ ଭାଜିବା। ପରିବା ଭାଜି ହେଉଥିବା ଭିତରେ ଚାଲନ୍ତୁ ଏବେ ଆମେ ଗୋଟେ ମସଲା ବନେଇଦେବା। ମସଲା ପାଇଁ ମୁଁ ଏଠି ଗୋଟେ ଗ୍ରାଇଣ୍ଡର ଜାର୍ରେ 2 ଛୋଟ ଚାମଚ ସୋରିଷ, ଗୋଟେ ଛୋଟ ଚାମଚ ଜିରା, 12ରୁ 15 ପାଖୁଡ଼ା ରସୁଣ, 4ଟା ଶୁଖିଲା ଲଙ୍କା ଆଉ 2 ଛୋଟ ଚାମଚ ବାଦାମ ଦେଇଛି। ଆପଣଙ୍କୁ ଯେତିକି ରାଗ ଦରକାର ସେ ଅନୁସାରେ ଆପଣ ଶୁଖିଲା ଲଙ୍କା କି କଞ୍ଚା ଲଙ୍କା ନେଇପାରିବେ। ରସୁଣର କ୍ୱାଣ୍ଟିଟି ଟିକେ ଅଧିକ ରଖିବେ। ଜିରା, ସୋରିଷ, ଶୁଖିଲା ଲଙ୍କା ଆଉ ବାଦାମକୁ ମୁଁ ପାଣିରେ 15 ମିନିଟ୍ ପାଇଁ ବତୁରେଇକି ରଖିଥିଲି। ଏବେ ଆମେ ଆକୁ କଭର୍ କରି ମସଲାକୁ ଭଲ ଭାବେ ବାଟିକି ନେଇଯିବା। ମସଲା ପେଷ୍ଟ ଏଠି ରେଡ଼ି ହୋଇଯାଇଛି। ମୁଁ ଆପଣଙ୍କୁ ଗୋଟେ ଛୋଟ ରିକ୍ୱେଷ୍ଟ କରୁଛି, ଯଦି ଆପଣଙ୍କୁ ଏହି ରେସିପି ଭଲ ଲାଗିବ ତାହେଲେ ଆକୁ ଲାଇକ୍ କରିବେ, ଆପଣଙ୍କ ସାଙ୍ଗମାନଙ୍କ ସହିତ ସେୟାର କରିବେ। ଯଦି ଏପର୍ଯ୍ୟନ୍ତ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ତାହେଲେ ସବସ୍କ୍ରାଇବ୍ କରିବାକୁ ଜମାରୁ ଭୁଲିବେନି। ପାଖରେ ଥିବା ବେଲ୍ ଆଇକନ୍ରେ ଅଲ୍ ନୋଟିଫିକେସନ୍ରେ କ୍ଲିକ୍ କରିବେ। ଏହାଦ୍ୱାରା ମୋ ଯେଉଁ ଭିଡ଼ିଓ ଆସିବ ଆପଣ ପ୍ରଥମେ ଦେଖିପାରିବେ। ଯଦି ଫେସବୁକ୍ରେ ଦେଖୁଛନ୍ତି ତାହେଲେ ଫଲୋ କରିବାକୁ ଜମାରୁ ଭୁଲିବେନି। ଏଠି 4ରୁ 5 ମିନିଟ୍ ହୋଇଗଲାଣି। ଏଠି ପରିବା ଆଉ ଫୁଲକୋବି ନାଡ଼ି ଭଲସେ ଭାଜି ହୋଇଯାଇଛି। ଏବେ ଆମେ ଏଥିରେ ବାଟିକି ରଖିଥିବା ମସଲାକୁ ଦେଇଦେବା। ଆଉ ସବୁକୁ ଭଲ ଭାବେ ମିକ୍ସ କରି ଆମେ ମସଲାକୁ କଣ୍ଟିନ୍ୟୁଅସ୍ ଗୋଳେଇ ଗୋଳେଇ 3ରୁ 4 ମିନିଟ୍ ପର୍ଯ୍ୟନ୍ତ କଷିବା। ଯେମିତି ସୋରିଷ ମସଲାର କଞ୍ଚା ବାସ୍ନା ପଳେଇବ। ମସଲାକୁ କଣ୍ଟିନ୍ୟୁଅସ୍ ଗୋଳେଇ ଗୋଳେଇ କଷିବେ, କାରଣ ଆମେ ଏଥିରେ ବାଦାମକୁ ବାଟିକି ଦେଇଛେ। ଏହାଦ୍ୱାରା ଆର ତଳପଟ ଲାଗି ପୋଡ଼ି ଯାଇପାରେ। ଏଠି 3ରୁ 4 ମିନିଟ୍ ହୋଇଗଲାଣି। ଏବେ ଆମେ ଏଥିରେ ପାଣି ଦେବା। ଫୁଲକୋବି ନାଡ଼ି ଆଉ ପରିବା ସିଝିବା ପାଇଁ ଯେତିକି ପାଣି ଦରକାର ସେତିକି ପାଣି ଦେବେ। ଏବେ ଆମେ ସବୁକୁ ଭଲ ଭାବେ ମିକ୍ସ କରି ତରକାରୀକୁ ହାଇ ଫ୍ଲେମ୍ରେ 1ରୁ 2 ମିନିଟ୍ ପର୍ଯ୍ୟନ୍ତ ଫୁଟିବା ପାଇଁ ଛାଡ଼ିଦେବା।
तरकारी एटी 1 ରୁ 2 मिनिट पर्यंत भलसे फुटीगलानी। तरकारी को आउ थे भल भाव मिक्स करदबा। एबे हमको कभर करी लो फ्लेम रे 10 ରୁ 12 मिनिट पर्यंत कुक करिबा, जेमते फूलकोबी नाड़ी आ परिबा भलसे सिझिजिबो। 10 ରୁ 12 मिनिट पर मुझे घोड़णी काढ़ी देइछि। मुझे आपन को देखे दूची एटी परिबा सब भलसे सिझी जाइछि आ फूलकोबी नाड़ी भी एटी भलसे सिझी जाइछि। एबे हमें सबको आउ थरे भल भाबे मिक्स करदबा आ गैस बंद करदबा। फूलकोबी नाड़ीर एही रेसिपी एटी रेडी हो जाइछि। जदि आपण को फूलकोबी नाड़ीर एही रेसिपी भल लगी ताले को लाइक करिवे, आपणक सांग मानक सहित शेयर करिवे। जदि एपर्यंत मो चैनल को सब्सक्राइब करि नाहंती ताले सब्सक्राइब करबा को जमार भूलिबेनी। पाखर थिया बेल आइकन ने ऑल नोटिफिकेशन ने क्लिक करिवे। एहा द्वारा मो जो वीडियो आसीबो आपण प्रथमे देखि परिबे। जदि फेसबुक रे देखुचंती ताले फॉलो करबा को जमार भूलिबेनी। थैंक यू फॉर वाचिंग।